ମାଣତୀର ଏବଂ ପଙ୍କପାଳ ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶାର ରୂପାନ୍ତରୀକରଣ କାର୍ଯ୍ୟକ୍ରମ। ଆମ ଓଡ଼ିଶା ନବୀନ ଓଡ଼ିଶାରେ ରାଜ୍ୟ ସରକାର ଏବେ ଅନେକ ଯୋଜନା ଘୋଷଣା କରିଛନ୍ତି। ଓଡ଼ିଶା ରାଜ୍ୟକୁ ନୂତନ ଭାବରେ ରୂପାନ୍ତରୀକରଣ କରିବା ପାଇଁ ଅନେକ ଯୋଜନା କରିଛନ୍ତି, ଯାହାକୁ ଘରେ ଘରେ ପହଞ୍ଚିବା ପାଇଁ ପ୍ରତି ବ୍ଲକର ପଞ୍ଚାୟତମାନଙ୍କରେ ସଭା ସମିତି କରି ଲୋକମାନଙ୍କୁ ସଚେତନତା କରାଇବା ସହିତ ଲୋକମାନଙ୍କୁ ସରକାର କରିଥିବା ଯୋଜନା ବିଷୟରେ କୁହାଯାଉଛି। ସେମିତି ଆଜି ଦାନଗଦି ବ୍ଲକର ମାଣତୀର ଓ ପଙ୍କପାଳ ପଞ୍ଚାୟତରେ ସରକାରଙ୍କ ପକ୍ଷରୁ କାର୍ଯ୍ୟକ୍ରମ କରାଯାଇଛି। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ତଥା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଯୋଗଦେଇ ବିଭିନ୍ନ କ୍ଷେତ୍ରରେ ସଫଳତା ପାଇଥିବା ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ତା ସହିତ ମାଣତୀର ଓ ପଙ୍କପାଳ ପଞ୍ଚାୟତରେ ସଫଳତା ହାସଲ କରିଥିବା ମହିଳା ସ୍ୱୟଂସହାୟିକା ଗୋଷ୍ଠୀକୁ ସମ୍ବର୍ଦ୍ଧିତ କରିଥିଲେ। ମଧୁବାବୁ ପେନସନ ଯୋଜନାରେ ଅନ୍ତର୍ଭୁକ୍ତ ବୃଦ୍ଧ ବୃଦ୍ଧାଙ୍କୁ ରାଜ୍ୟ ସରକାରଙ୍କ ଦ୍ୱାରା ବର୍ଦ୍ଧିତ ଭତ୍ତା ଟଙ୍କା 500 ଟଙ୍କାରୁ 1000 ଟଙ୍କାକୁ ପ୍ରଦାନ କରିଥିଲେ। ସରକାରଙ୍କ ଅନେକ ଯୋଜନା ବିଷୟରେ ଲୋକମାନଙ୍କୁ କହିଥିଲେ। ଗତ 5 ବର୍ଷ ଭିତରେ ସରକାର ଘୋଷଣା କରିଥିବା ଯୋଜନା କିପରି ସଫଳତା ପାଇଛି ତାହାକୁ କହିଥିଲେ। ସ୍କୁଲଠାରୁ ଖେଳ ପଡ଼ିଆ, ସ୍ୱାସ୍ଥ୍ୟ ହେଉ କି ଶିକ୍ଷା, ଗମନାଗମନ ହେଉ କି ପାର୍କ, ମହିଳା ସଶକ୍ତିକରଣ ହେଉ କି BSKY ନବୀନ କାର୍ଡ ସଫଳତାର ଏକ ମାଇଲ ଖୁଣ୍ଟି ବୋଲି କହିଥିଲେ। ସେଥିପାଇଁ ମନ୍ତ୍ରୀ ମହୋଦୟ ନବୀନ ସରକାରଙ୍କୁ ଭୂୟସୀ ପ୍ରଶଂସା କରିଥିଲେ। ଆଗାମୀ ଦିନରେ ପୁଣି ନବୀନ ସରକାରଙ୍କୁ ସହଯୋଗ କରିବା ପାଇଁ କାମନା କରିଥିଲେ। ଆଜିର ଏହି ଦୁଇ କାର୍ଯ୍ୟକ୍ରମରେ ଉଭୟ ମାଣତୀର ଓ ପଙ୍କପାଳ ପଞ୍ଚାୟତର ଅନେକ ଜନସାଧାରଣ ଓ କର୍ମୀଙ୍କ ସହିତ ମନ୍ତ୍ରୀଙ୍କ ପ୍ରତିନିଧି, ଦାନଗଦି ପଞ୍ଚାୟତର ସମିତି ଅଧ୍ୟକ୍ଷା, ଦାନଗଦି ବିଜୁ ଜନତା ଦଳ ସଭାପତି, ଜିଲ୍ଲା ପରିଷଦ 10 ନମ୍ବର ଜୋନ୍ ଉଭୟ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଯୋଗ ଦେଇଥିଲେ। ମୋ ନାଁ ମମତା ଦାସ, ମାଣତୀରା ଗ୍ରାମ ପଞ୍ଚାୟତର ମୁଁ କେନ୍ଦୁଡି ଗ୍ରାମର ବିଶ୍ୱନାଥ ଆଞ୍ଚଳିକ ମଞ୍ଚରେ CRP ରୂପେ କାର୍ଯ୍ୟ କରୁଛି। ନବୀନ ପଟ୍ଟନାୟକ ସରକାର ନବୀନ ସରକାର ଯେଉଁ ସୁବିଧା ସୁଯୋଗ ମହିଳାମାନଙ୍କ ପାଇଁ ଦେଉଛି ଏବଂ ଅନ୍ୟାନ୍ୟ ବ୍ୟବସ୍ଥା କରିଛି ସୁବିଧା ସୁଯୋଗ କ'ଣ କହିବେ ସେ ବାବଦରେ? ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ ଯେଉଁ ସୁବିଧା ସୁଯୋଗ ସବୁ କରିଛନ୍ତି ମା ମାନଙ୍କ ପାଇଁ, ସେଥିରେ ତ ମା ମାନେ ଉପକୃତ ହେଉଛନ୍ତି। ସବୁ ମା ମାନେ ଆଜି ଆତ୍ମନିର୍ଭରଶୀଳ ହୋଇପାରୁଛନ୍ତି। ମୁଁ ମଧ୍ୟ ତା ସାଙ୍ଗରେ ସେଥିରେ ମିଶିକି ଆତ୍ମନିର୍ଭରଶୀଳ ହୋଇଛି। ଆଉ ମୁଁ ଯେଉଁ CRP ରୂପେ କାର୍ଯ୍ୟ କରୁଛି, ସେଥିରେ କିଛି ପାରିଶ୍ରମିକ ପାଉଛି। ବିଭିନ୍ନ ପ୍ରକାର ଲୋନ୍ ଆଣିକିରି ମୁଁ ମୋର ପରିବାରକୁ ଆର୍ଥିକ ଉନ୍ନତି ଘଟାଇଛି ବା ପିଲାମାନଙ୍କୁ ପଢ଼ାଇବାରେ ସହଯୋଗ କରିଛି। ଆଜି ଆପଣଙ୍କୁ ମନ୍ତ୍ରୀ ସମ୍ବର୍ଦ୍ଧିତ କରିଛନ୍ତି, ସେଥିରେ କେତେ ଖୁସି ଅଛନ୍ତି? ଆମେ ତ ବହୁତ ଖୁସି, ଯେହେତୁ ଆମର ମନ୍ତ୍ରୀ ଆମକୁ ସମ୍ବର୍ଦ୍ଧିତ କଲେ, ଆମେ ବହୁତ ଖୁସି ଅଛୁ। स्वतंत्र प्रतिनिधि विजयरश्मि त्रिपाठी रिपोर्ट, न्यूज ओडिया।